ବର୍ତ୍ତମାନ ତାର ଯୋଉ ଅବସ୍ଥିତିଟା ଅଛି ସେ ମାଲାକ୍କା ଷ୍ଟ୍ରେଟ୍ ଯୋଉ ସମୁଦ୍ରରେ ଅଛି ବହୁତ ମନ୍ଥର ଗତିରେ ଘନୀଭୂତ ହଉଛି 1004 ହେକ୍ଟୋପାସ୍କାଲ ତାର ସେଠି ବାୟୁର ଚାପ ଅଛି 25 ରୁ 30 ପବନ ଅଛି ଆଉ ବେଶୀ ମୁଭମେଣ୍ଟ ହଉନି ସ୍ଥଳଭାଗ ସହିତ ସମ୍ପୂର୍ଣ୍ଣ ଇଣ୍ଟରାକ୍ସନ କରୁଛି ଆଉ ସେଠି ପବନର ଯୋଉ ୱିଣ୍ଡ ଶିୟର ମଧ୍ୟ ଅଧିକା ଅଛି ତେଣୁ ପରିବେଶ ସେଠି ବର୍ତ୍ତମାନ ଏତେ ଭଲ ନାହିଁ କି ତାର ଯୋଉ ଘନୀଭୂତର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଦବ ତାର ଯୋଉ ଘନୀଭୂତ ପ୍ରକ୍ରିୟା ଯୋଉ ତ୍ୱରାନ୍ୱିତ ଏମଜିଓ ର ଯୋଉ ମୁଭମେଣ୍ଟ ହବ 24 ଆଉ 25 ରେ ଆଉ ତା ସହିତ ପୂର୍ବା ବାୟୁର ଯୋଉ ପ୍ରଭାବରେ ସେ ସେଇ ଯୋଉ ମାଲାକ୍କା ଷ୍ଟ୍ରେଟ ରେ ଅଛି ସେ ଆସିଯିବ ଦକ୍ଷିଣ ଆଣ୍ଡାମାନ ସାଗର ତାପରେ ଦକ୍ଷିଣ ବଙ୍ଗୋପସାଗର ଆଉ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଯୋଉ ମଧ୍ୟ ଭାଗଟା ରହୁଛି ସେଇ ଜାଗାରେ ଟିକେ ସାମୁଦ୍ରିକ ପାରିବେଶ ଯୋଉ 28 29 ତାପମାତ୍ରା ଅଛି ଟିକେ ଖୋଲା ସମୁଦ୍ର ମିଳିବ ମତେ ଲାଗୁଛି ସେଇ ସମୟଠୁ 25 ତାରିଖଠୁ ତାର ଯୋଉ ଘନୀଭୂତ ପ୍ରକ୍ରିୟା ତ୍ୱରାନ୍ୱିତ ହବ ଆଉ ସେ ଧୀରେ ଧୀରେ ଯୋଉ ସଂଗଠନ ପ୍ରକ୍ରିୟା ଆପଣ ବର୍ତ୍ତମାନ ଏତେ ଘୂର୍ଣ୍ଣାୟମାନ ବାଦଲ ଖଣ୍ଡ ଦେଖି ପାରୁନାହାନ୍ତି ମତେ ଲାଗୁଛି 25 ପରେ ଯେତେବେଳେ ଅବପାତ କ୍ଷେତ୍ର ହବ ସେତେବେଳେ ବାଦଲ ଖଣ୍ଡ ଯୋଉ ଘୂର୍ଣ୍ଣାୟମାନ ସାଟେଲାଇଟ ପିକ୍ଚର ଦେଖାଯିବ ଆଉ ତାପରେ ତାର ଯୋଉ ତ୍ୱରାନ୍ୱିତ ଯୋଉ ଘନୀଭୂତ ପ୍ରକ୍ରିୟା ମତେ ଲାଗୁଛି ଆହୁରି ଚାଲିବ